ଜୟ ଜଗନ୍ନାଥ। ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛନ୍ତି। ଆମ ଫୋନ୍ ଇନ୍ ଲାଇଭରେ ଅଛନ୍ତି ସ୍ୱାମୀଜୀ ଅଛନ୍ତି ଆଦିତ୍ୟ ନାରାୟଣ ନନ୍ଦ। ଆମ ଆଧ୍ୟାତ୍ମିକ ଚ୍ୟାନେଲର ସ୍ୱାଗତ କରୁଛୁ ବା ଚ୍ୟାନେଲର ମୁଖ୍ୟ ସମ୍ପାଦକ। ଶୁଣା ଯାଉଛି ଆମ କଥା? ହଁ ନିଶ୍ଚିତ। ମାଳିକା ବର୍ଣ୍ଣିତ ଗୁପ୍ତ ପୀଠରେ ବିଷୟରେ ଆଜି କହିବେ, ଆଉ ଯୋଉ କ୍ଷେତ୍ରରେ କଳିରେ ଆଗକୁ ଲୀଳା ଅଛି। ନିଶ୍ଚିତ ଭାବରେ ଅଚ୍ୟୁତ ଗୋଲକନାଥମ ସ୍ୱରୂପକମ କଳିଯୁଗେ ବିହରଞ୍ଚ ଅଷ୍ଟଗୁଜ୍ଜରୀ ପ୍ରକାଶିତାୟ ନମସ୍ତେ ଅଚ୍ୟୁତାନନ୍ଦ ନମସ୍ତେ ଯଶୋବନ୍ତାୟ ନମୋ ଶ୍ରୀ ଶିଶୁ ଅନନ୍ତ ବଳରାମ ଜଗନ୍ନାଥ ନମସ୍ତେ ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାනුସୁତାଂ ଦେବୀ ରାଧେ ତ୍ୱଂ ପ୍ରଣମାମି। ଜୟ ଜଗନ୍ନାଥ। ଜୟ ମହାପୁରୁଷ। ମହାପୁରୁଷ ବହୁତ କଥା ଲେଖିଛନ୍ତି। ତାଙ୍କର ଇନ୍ଦ୍ର ଗୋବିନ୍ଦ ଗୀତା ହଉ, ତାଙ୍କର କଳ୍ପ ଟୀକା ହଉ, ବର୍ଣ୍ଣ ଟୀକା ହଉ, ଏବଂ ଆମର ଆରତ ଦଂଶନ ହଉ, ପ୍ରେମ ଭକ୍ତି ବ୍ରହ୍ମ ଗୀତା ହଉ, ଅନାଦି ସଂହିତା ହଉ, ବଜ୍ରକ ହଉ, ଏବଂ ଗୁଜରୀ ରାସ, ଝୁମର ସଂହିତା ଏବଂ ଅନେକ ଗ୍ରନ୍ଥରେ ତେର ଜନ୍ମ ଶରଣ ଏବଂ ବହୁତ କଥା ବହୁତ ଗ୍ରନ୍ଥରେ ସେ ଆମର ଲେଖିଛନ୍ତି। ଶିବକଳ୍ପ, ମୋହକଳ୍ପ ବହୁତ କଥା ଲେଖିଛନ୍ତି। ମହାପୁରୁଷଙ୍କର ଯୋଉ ଗୁପ୍ତ ଜାଗା, ତା ଭିତରୁ ଗୋଟେ ଗୁପ୍ତ ଜାଗା ଆଜି ଆମେ କହିବା ହର ଉଦ୍ୟାନ। ଗୋଟିଏ କଥା ମହାପୁରୁଷ ଲେଖିଥିଲେ, ନୀଳାଚଳ କ୍ଷେତ୍ର ନାଳି ପଡ଼ିଆରେ ନିଶ୍ଚୟ ଲୀଳା ହୋଇବ, ନିପାତ କରିବୁ ଛତ୍ର ଟେକାଇବୁ ନାମଟି ଅନନ୍ତ ଦେବ। ଏଇ କଥାଟିକୁ ଯେତେବେଳେ ଆମେ ଖୋଜି ଖୋଜିକିରି ବହୁତ ସ୍ଥାନ ବୁଲିଲୁ, ବହୁତ ଜାଗା ବୁଲିଲୁ, ବହୁତ ଜାଗା ଭ୍ରମଣ କଲୁ, ସେତେବେଳେ ଆମେ ବହୁତ ବିଚାରଧାରା କଲା ପରେ ଗୋଟେ ସ୍ଥାନ ପାଇଲୁ। ସେ ସ୍ଥାନଟି ଆମର, ତମେ ଜାଣିଥିବ, ତମେ ମଧ୍ୟ ସେ ସ୍ଥାନକୁ ମୋର ଯାଇଛ, ଆମର ଗୁଡିଆ ପୋଖରୀ ଅନ୍ତର୍ଗତ ପିପିଲି ଗ୍ରାମର, ପିପିଲି ଅଞ୍ଚଳର, ପୁରୀ ଜିଲ୍ଲା ପିପିଲି ଗୁଡିଆ ଗୋବିନ୍ଦପୁର ଗ୍ରାମରେ ଗୋଟିଏ ମହାନ କ୍ଷେତ୍ର ରହିଛି, ଯାହା ନାମ ହଉଛି ହର ଉଦ୍ୟାନ। ପୂର୍ବରେ ସେ ଜାଗା ମାନେ ବୈଷ୍ଣବ ସନ୍ନ୍ୟାସୀ ମାନେ, ବୃନ୍ଦାବନରୁ ନାଗା ସନ୍ନ୍ୟାସୀ ମାନେ ଆସନ୍ତି। ସେଠାରେ ଗୋଟିଏ ନାଳି ପଡ଼ିଆ ବୋଲି ଗୋଟିଏ ସ୍ଥାନ ଅଛି। ନାଳି ପଡ଼ିଆରେ ସେଠାରେ ସେମାନେ ସାଧନ ଭଜନ କରନ୍ତି ଏବଂ ହର ଉଦ୍ୟାନରେ ଆସି ବିଶ୍ରାମ କରନ୍ତି, ଯାହାକୁ ମହାପୁରୁଷ ମାନେ ଲେଖିଛନ୍ତି ହର ଉଦ୍ୟାନରେ ଲୀଳା ପ୍ରକାଶିବ, ଭକତଙ୍କୁ ଘୋଟିଯିବ, ନୀଳଚକ୍ରବାନା ଜେବଣ ଝଡ଼ିବ। ନୀଳଚକ୍ରବାନା ମଧ୍ୟ ଝଡ଼ିକି ଆସି ସେ ସ୍ଥାନରେ ଲାଗିଥିଲା। ତାପରେ ସେ ଜାଗାର ଲୀଳାମାନ, ସେଠାରେ ଗୁପ୍ତ ନଦୀ ବହୁଛି, ଧେନୁକାର ତୀରେ ଗୋଟି ସେହର ଉଦ୍ୟାନ, ମଣି ବେଦୀ ପରେ ଜ୍ୟୋତି ଜଳୁଅଛି ଜାଣ। ଏ ମହାପୁରୁଷ ତାକୁ ଲେଖିଛନ୍ତି, ତାଙ୍କର ମୋହକଳ୍ପରେ ଲେଖିଛନ୍ତି। ଆଜ୍ଞା। 14 ଅଧ୍ୟାୟ ମୋହକଳ୍ପରେ ଲେଖିଛନ୍ତି, ନୀଳାଚଳ କ୍ଷେତ୍ର ପାଶେ ସେହର ଉଦ୍ୟାନ, ଧେନୁକା ନଦୀର ପାରୁ ସେଜେ ବିଦ୍ୟମାନ। ସେଠାରେ ଥିବେ ଗୁପ୍ତ ସାଧୁ, ତାରିବେ ଭକ୍ତଙ୍କୁ ବିପଦ। ସେଠାରେ ଗୁପ୍ତ ସାଧୁ ମାନେ ସବୁ ରହିଛନ୍ତି, ଭକ୍ତ ମାନଙ୍କୁ ଉଦ୍ଧାର କରିବେ। ଆଉ ମଧ୍ୟ ମହାପୁରୁଷ ତାଙ୍କର ଗୁଜରୀ ରାସରେ ଲେଖିଛନ୍ତି, ଜେବଣ ସଖୀ ଗୋ ଧେନୁକା ତୀର, ମଣିମଣ୍ଡପରେ ବିହାରକ ସଜନୀ ଗୋ, ସେଠାରେ ମୋ ମନ ଭ୍ରମର ସଜନୀ ଗୋ, ଗୁପ୍ପତେ ରାହାସ ସେଠି ଲାଗିଛି, 84 ବ୍ରହ୍ମ ଜ୍ଞାନୀଙ୍କୁ ଦେଖି ସଜନୀ ଗୋ, ଲୀଳା ଅବତାରେ ବସି ସଜନୀ ଗୋ, ସେଠାରେ ମଣିମଣ୍ଡପ ସପ୍ତ ଦେବୀ ଯାକ ହୋଇ ଏକତ୍ର ସଜନୀ ଗୋ, କରନ୍ତି ନିତ୍ୟ ରାହାସ ସଜନୀ ଗୋ, ହରଚଣ୍ଡୀ ପରା ଜାଣ, ସେଠାବେଳେ ରହି ଗୁପତେ ପୁଣ ସଜନୀ ଗୋ, ଲୀଳା ପ୍ରକାଶିବେ ଜାଣ ସଜନୀ ଗୋ। ଇଏ ମଧ୍ୟ ସେଠି ମହାପୁରୁଷଙ୍କର ଆଜ୍ଞା ବହୁତ କଥା। ସେଠି ମଧ୍ୟ ମହାଦେବ ଅଛନ୍ତି। ସେଠାରେ ମଧ୍ୟ ଧେନୁକା ବୋଇଲେ ଧନୁଆ ନଦୀ, ଆପଣ ଦେଖିବେ ନିମାପଡ଼ା ଯାଇକି ଗୋଟେ ଧନୁଆ ନଦୀ ମହାପୁରୁଷ ମାନେ ମଧ୍ୟ ଲେଖିଛନ୍ତି। ମଧୁକ୍ରୋତ ସେହି ଠାବରେ ରହି, ଗୁପତେ ପାତାଳେ ଧାର ଲମ୍ବଇ, ଗୁପତରେ ପରା ସୁଡ଼ଙ୍ଗ ଅଛି, ଭକ୍ତମାନେ ଖୋଜନ୍ତି ଦିବାନିଶି, ସଖୀ ଗୋ ହର ଉଦ୍ୟାନ ଠାରେ ଲୀଳା ଚହଟିବ ଦେଖିବୁ ବାରେ। ଆକୁ ମଧ୍ୟ ତାଙ୍କୁ ଚନ୍ଦ୍ରକଳ୍ପରେ ମଧ୍ୟ ଲେଖିଛନ୍ତି। ଇନ୍ଦ୍ର ଗୋବିନ୍ଦ ଗୀତାରେ ମଧ୍ୟ ସେ ଲେଖିଛନ୍ତି, ହର ଉଦ୍ୟାନରେ ଜେବଣ ସ୍ଥାନ, ସିଦ୍ଧ ସାଧୁଙ୍କର ସେଠି ଆସ୍ଥାନ, ବୈଷ୍ଣବ କ୍ଷଣତା ସେଠି ରହିଛି, ଖଣି ପରେ ମଣି ଜଳୁଣ ଅଛି, ଖଣି ପରେ ମଣି ଜଳୁଣ ଅଛି। ଅଷ୍ଟଦେବୀ ଅଛନ୍ତି, ହରଚଣ୍ଡୀ, ରାମଚଣ୍ଡୀ, ଶ୍ୟାମ ଶାଣୀ ଚଣ୍ଡୀ, ରହିଛନ୍ତି ସେଇଠାରେ ପାପୀଙ୍କୁ ଯେ ଦଣ୍ଡୀ, ନାରାୟଣୀ ଯୋଗ ମାୟା ଭଗବତୀ ଜାଣ, ଦଶ ଭୁଜା ସେଇ ମହିଷା ମର୍ଦିନୀ ପ୍ରମାଣ। ସେଠାରେ ମଧ୍ୟ ମହାପୁରୁଷ ଅଛନ୍ତି। ଆଜ୍ଞା। ଏଇ ସବୁ କଥା। ବହୁ ଗ୍ରନ୍ଥ ମାନ ସେଠି ବାହାର ହୋଇବ, ଲକ୍ଷେ ଶାଳ ଗ୍ରାମ ପରା ଗୁପତରେ ଥିବ। ଏଠି ମଧ୍ୟ
ଆଉ ମଧ୍ୟ କେତେ ଗୁଡିଏ ପ୍ରମାଣ ଆମେ ଦଉଛୁ, କେତେ ଗୁଡିଏ ପ୍ରମାଣ ମହାପୁରୁଷଙ୍କର ଗୁପ୍ତ କଳ୍ପ ଟୀକା ଯୋଉ ତାଳପତ୍ର ପୋଥି ଯେତେବେଳେ ଆମେ ସଂଗ୍ରହ କରିଥିଲୁ, ଗୁପ୍ତ ତାଳପତ୍ର ପୋଥିରୁ ଆମେ କେତେ ଗୁଡିଏ ପ୍ରମାଣ ଦଉଛୁ। ସେ ଜାଗାର ପ୍ରମାଣ ତମେ ଶୁଣ। ଆଜ୍ଞା କଣ ସେ କହିଲେ? ଶୁଣରେ ବାରଙ୍ଗ ଶିଶୁ ଅନନ୍ତ କହୁଛନ୍ତି, ଶୁଣରେ ବାରଙ୍ଗ କହିବା ତତେ ଲୀଳା ମାନ ଯାହା ଅଛି ଶାସ୍ତ୍ରେ, ଯାହା ଅଛି କଳି ଯୁଗ ଭିଆଣ, ମନ ମଧ୍ୟେ ତାହା କରିବ ଧାନ, ସିଦ୍ଧ କଳ୍ପର ଏ ଅଗମ୍ୟ ବାଣୀ, ବାରଙ୍ଗ ଶୁଣତା ମନରେ ଜାଣି, ବାଳୁଙ୍ଗା ବେଉସା ହେବ ସଂସାର, ରାଣ୍ଡିଆ କଥାରେ ଚାଲିବେ ନର, ନ ମାନିବେ ସାଧୁ ବୈଷ୍ଣବ ଜନ, ସକଳ ଚଳିବେ ଯମ ଭୁବନ, ତେତିକି ବେଳକୁ ହର ଉଦ୍ୟାନ, ଲୀଳା ପ୍ରକାଶିବି ମୁହିଁ ଯେ ଜାଣ, କେତିକି ବେଳରେ ଦେବୀ ସାରଳା, ଧେନୁକା ତଟରେ କରିବେ ଲୀଳା, ତାମସିକ ଗୁଣ ଟାଳିଣ ଦେବ, ରଜ ଗୁଣ ବହୁ କଷଣ ହେବ, ସତ୍ୱ ଗୁଣ ତତ୍ୱ ଗୁଣ ଅଟଇ, ଅଚ୍ୟୁତ ଦାସ ମନେ ଭାବଇ, ପାପ ଅତ୍ୟନ୍ତ ପ୍ରବଳ ହୋଇବ, ଜାତି ଧର୍ମ ବର୍ଣ୍ଣ କାରଣ ହୋଇବ, ବିଶୁଳି ପାତିଆ ଜନ୍ମ ହେବେ, ଦେବା ଦେବୀଙ୍କୁ ଯେ ନିନ୍ଦା କରିବେ। ମହାପୁରୁଷ ଲେଖିଛନ୍ତି। ଆଜ୍ଞା ଆଉ ମଧ୍ୟ ସେ ଲେଖିଛନ୍ତି କେତେ ଗୋଟି ପ୍ରମାଣ ମୁଁ ଦଉଛି। ଆଉ ଧେନୁକା ନଦୀର ଧାରଟି, ଭାର୍ଗବ ଦୟା ନଦୀର ସେ ଧାରଟି, ଧେନୁକା ବୋଲି ନାମ, ସେଠାରୁ ଧାରେକ ଫିଟିଛି ରହିଅଛି ପ୍ରମାଣ, ସେଇଟାରେ ଯୋଗ ମହିମା ଅଟେ ମୋର ବିଖ୍ୟାତ, ସକଳ ରାହସ ସେଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ, ସେଠା ବଳେ ଲୀଳା ଉଦୟ, ଧେନୁକାର ଯେ ଧାର, ସେଠା ବଳେ ଗୁପ୍ତ ଆସନ, ସେହି ମୁହଁ ଠାବର, ଅବନା କ୍ଷେତ୍ର ସେ ଅଟଇ, ସ୍ଥାନ ଅପଡ଼ା ଭୂମି, ବେଲ ବକୁଳ ବନ କୋଳି ଭରା ସ୍ଥାନ ଅଟଇ, ଚାରିପାଶେ ଯେଉଁ କ୍ଷେତ୍ରଟି କହୁଅଛି ଆବର, ପାଟଶାଣୀପୁର ଗ୍ରାମଟି ଅଛି ସେହିଠା ବର, ଅନତି ଦୂରରେ ଅଛନ୍ତି ଦେବ ସେହିଟି ଜାଣ, ବର ଆହବର କ୍ଷେତ୍ର ଯେ ସେହି ଅଟେ ପ୍ରମାଣ, ନାନା ଯନ୍ତ୍ର ମାନ ଗ୍ରନ୍ଥ ଯେ ହେବ ସେଠୁ ବାହାର, ହେତୁରେ ରଖିତା ମହିମା ମୋର ବ୍ରଜ କୁମର। ତାକୁ ମଧ୍ୟ ସେ ଲୀଳା ଲେଖିଛନ୍ତି। ବିଂଶ ବେନି ଶୂନ୍ୟ ମଧ୍ୟରେ ଲୀଳା ଉଦୟ ହେବ, ହର ଉଦ୍ୟାନର ମହିମା ଲୀଳା ଚହଟି ଯିବ, ଗୋବିନ୍ଦ ଦାମୋଦର ଯେ ସେହିଠାରେ ରହିବେ, ମଣିନାଗ ପୂର୍ବ ଦିଗରେ ରହି ଲୀଳା କରିବେ। ସେଠି ମଧ୍ୟ ମହାପୁରୁଷ ପ୍ରମାଣ ଦେଇଛନ୍ତି। ଆହୁରି ମଧ୍ୟ ଆଉ ଗୋଟେ ଆମର କଥା, ଯୋଉ କଳି ଯୁଗରେ ଆମର ମହାପୁରୁଷ ବାଣୀ କି କାହିଁକି ଗ୍ରହଣ କରୁନାହାନ୍ତି? ଏତେ ବହୁତ ସୁନ୍ଦର କଥା ଦିଆଯାଇଛି, ବହୁତ ଗୁପ୍ତ କଥା ହେଇଛି, ଭବିଷ୍ୟ କଥା କୁହାଯାଇଛି, ଆଜିକାଲି ଯୁବପିଢି କି ନାଇଁ ବର୍ତ୍ତମାନ ସମୟ କଣ ହଉଛି, ଇଏ ତ ହଉଛି ବ୍ରହ୍ମବିଦ୍ୟା ମହାବିଦ୍ୟା ବିଦ୍ୟା ପରମ ଦୁର୍ଲଭା ଗୋପନୀୟ ପ୍ରଦର୍ଶିତମ୍। ଏଇ ଯୋଉ ବ୍ରହ୍ମବିଦ୍ୟା ମହାବିଦ୍ୟା, ଏ ବିଦ୍ୟାକୁ ମହାପୁରୁଷ ମାନେ ବହୁ ଗୁପ୍ତ ଭାବରେ ରଖିଛନ୍ତି। ଗୋଟିଏ କଥା ମୁଁ କହୁଛି ନା, 7 ବର୍ଷରୁ ଆମେ ଯେତେବେଳେ ଛତିଆରୁ ଛତାବଟ ପାଦରେ ଚାଲି ଚାଲିକି ଯାଉଥିଲୁ, ସେ ସମୟରେ ବହୁତ କଷ୍ଟ। 10 ଦିନ 15 ଦିନ ଚାଉଳ ଭଜା ପାଉଁରୁଟି ଖାଇକି ଆମେ ରହିଛୁ। ଏଯାବତ ମଧ୍ୟ ଆମର କଷ୍ଟ ସରିନି। ଆମେ କ୍ଷେତ୍ର ବୁଲୁଛୁ, ଭକ୍ତ ମାନଙ୍କୁ ଖୋଜୁଛୁ, କ୍ଷେତ୍ରକୁ ଖୋଜୁଛୁ, ସବୁ କଥା ଜାଣୁଛୁ। ଆଉ ମଧ୍ୟ ଯୋଗମାୟା ଜାଗୃତି ମାଳିକାରେ କହିଲେ, ମାୟା ରୂପ ଧରି ଜାଣ ଖୋଜୁ ଅଛନ୍ତି। ଏ ବର୍ତ୍ତମାନ ଯୁଗରେ ସେ କହିଲେ, ଗୁରୁ ଏମିତି ଥିବେ, ବୃଦ୍ଧ ବୟସରେ ଅତିଥି ବେଶରେ ଗୁରୁ ଯାଉଥିଲେ ଏହି ପଥରେ, କିଏ ଦେଖିଛ କି ବେନି ନେତ୍ରରେ। ମହାପୁରୁଷ ମାନେ ବହୁତ ରୂପ ବଦଳେଇକି ଆସନ୍ତି, ବହୁତ ମାନେ ନିକୃଷ୍ଟ ରୂପରେ ସେ ଆସିବେ, ବହୁତ କଷ୍ଟରେ ରହିଥିବେ, ମହା ବ୍ୟାଧି ମାନ ତାଙ୍କୁ ରହିଥିବ, ଆଉ ଭକ୍ତଜନ ମାନେ ଚିହ୍ନି ପାରିବେନି। ସେ କହିଲେ ବା, ପରାରମା କାମ ବୀଜ ବସାଇଣ ଧ୍ୟାନ ସୂତ୍ରେ ଶିଖାଇବେ, ଚାଲି ଯାଉଥିବେ ଚିହ୍ନା ନ ପଡିବେ, ବ୍ରଜସୁତ ଯିଏ ହେଇଥିବ ସିଏ ପ୍ରଭୁଙ୍କୁ ବାଛି ନେବେ। ଯୋଉମାନେ ବ୍ରଜନନ୍ଦନ ହେଇଥିବେ, ମହାପ୍ରଭୁଙ୍କର ବ୍ରଜ ଅନୁସାରେ ଜନ୍ମଗ୍ରହଣ କରିଥିବେ, ସେଇମାନେ ପ୍ରଭୁଙ୍କର ସଙ୍ଗତରେ ରହିବେ, ତାଙ୍କରି ସାଙ୍ଗରେ ତାଙ୍କରି ଘରେ ପ୍ରଭୁ ଖେଳୁଥିବେ, ତାଙ୍କରି ପାଖେ ଲୀଳା କରୁଥିବେ, ସେମାନେ ପ୍ରଭୁଙ୍କ ସାଙ୍ଗରେ ରହିକିରି ଖୁସି ହେଇକିରି ତାଙ୍କର ଜୀବନକୁ ଅତିବାହିତ କରୁଥିବେ ତାଙ୍କର ପୂର୍ବ ଜନ୍ମର କର୍ମ ଅନୁସାରେ। କିନ୍ତୁ ଏଇ ସବୁ ଧର୍ମ ମାର୍ଗରେ ବହୁତ କଷ୍ଟ ଅଛି। ଆଉ ମଧ୍ୟ ଏଇ ଯୋଉ ସ୍ଥାନରେ ମଧ୍ୟ ଗୁପ୍ତ ଯଜ୍ଞ ମଧ୍ୟ ହେଇଥିଲା। ସେଠି ମହାପୁରୁଷ ମାନେ ଲେଖିଛନ୍ତି, ହର ଉଦ୍ୟାନ ଯେ ଝାମୁ ପଡିଆ ନିଶ୍ଚୟ ହୋଇବ ଆବର, ସେଠି ମଧ୍ୟ ହେଇଥିଲା। ଆହୁରି ମଧ୍ୟ ବହୁତ କଥା ପ୍ରମାଣ, ଅଗ୍ନି ଧାର ପରେ ସର୍ବ ଦେବାଦେବୀ କରୁଥିବେ ଟି ବିହାର। ଏ କଥା ମଧ୍ୟ ମହାପୁରୁଷ ମାନେ ମଧ୍ୟ ପ୍ରମାଣ ଦେଇଛନ୍ତି। ବହୁତ କଥା ମଧ୍ୟ ହେଉଛି, ବହୁତ କଥା ମଧ୍ୟ ଆଗକୁ ହବ। ଏଇ ସବୁ କର୍ମ ଭିତରେ, ଏଇ ସବୁ ଧ୍ୟାନ ଭିତରେ, ଏଇ ସବୁ ଧାରଣା ଭିତରେ ଆମେ ରହିଛୁ। ଆଗାମୀ ସମୟକୁ ପ୍ରଭୁଙ୍କ ପାଖରେ କେବଳ ଏତିକି ବିନତି, କେମିତି ଆଗକୁ ସତ୍ୟ ପ୍ରତିଷ୍ଠା ହଉ, ଧର୍ମ ପ୍ରତିଷ୍ଠା ହଉ, ପ୍ରଭୁଙ୍କର ସର୍ବ କର୍ମ ମାନ ଅଗ୍ରତି ଯାଉ। କାରଣ ମହାପୁରୁଷ ଲେଖିଛନ୍ତି, ପୃଥ୍ୱୀ ହୋଇବ ଗୋଳକୁଣ୍ଡା, ମାଟିରେ ମଦନ ଭୁସୁଣ୍ଡା,
अपथ्य करिवे गमन निंदिबे निगम बटन वर्तमान समय लोकमाने चाकचक्य मातिचंती आज्ञा आज्ञा वर्तमान धन दरब दौलत थोड़ाए टंका टंका होई मरिबे परा बंका होई महापुरुष लिखिचंती थोड़ाए हेबे धन धन काहार नथिबटी मन ये तो वास्तव तो सत्य होची जे आमे देखिबा ये तो वास्तव जा सब भी सत्य होची जे आपन भी सब कथा सब क्षेत्र में वर्तमान परिस्थिति ए प्रकार भयावह हब वर्तमान मनीष देखिले भी चिन्हिले भी जानिले भी प्रभु को से वर्तमान बहुत कथा हब आहुरी शेष प्रमाण आमे किछि दबु किंतु सेही जगार गरिष्ठ भक्त मध्य अछंती गरिष्ठ भक्त रूप में जने रहिचंती से भक्त तांकर शेष समय को लीला करिवे तांकरी घरे महापुरुषंकर लक्ष्य ग्रंथ मिलन हब जौ काठी आसीब सेठी महापुरुष 84 आसन सिद्धि करिकिरी सेठी निपात करिवे छत्र टेकाइबे नामटी अनंत देव गुप्त क्षेत्र महागुप्त पद्म क्षेत्र होउची हर उद्यान सेठार गुप्त भक्त रहिचंती सेठी लक्ष्य भक्त लक्ष्य ग्रंथ मिलन हब जौ काठी बाबदरे बहुत कथा आगु बाहरिबो निश्चित भाव में प्रभुंकर सेठी सर्वलीला हब बोली कहिचंती कली शेष निराकारपुर आज्ञा निराकारपुर घन सेठारे लुचाई अछि कली शेष धन सेठी रखिचंती महापुरुष कलीर शेष धन को एठी बहुत लीला हब जय जगन्नाथ जय जगन्नाथ आम फोन इन लाइव रे थिले स्वामी जी आदित्यनारायण नंद बा चैनल रो मुख्य संपादक जय जगन्नाथ।